ନା ଏ ଦୁର୍ଘଟଣା କଣ ନୂଆ? ଏ ସରକାର ଆସିଲା ପରେ এই দুর্ঘটনা কোন নূয়া? আপনার মনে থিব এমস যে ছক পাখে এনএচ উপরে হ্যাঁ রাস্তা উপরে 2 জন মহিলাଙ୍କୁ ମୋ ବସ୍ ଧକ୍କା ଦେଇଥିଲା 2 ଜଣଙ୍କ ପ୍ରାଣହାନି ଘଟିଥିଲା। ଗୋଟେ ସେ ସକିଲ ବୋଲି ପିଲାଟି ଆସୁତାରି ତା ପରିବାର ଶାଶୁ ଆଉ ତା ସ୍ତ୍ରୀ। এটা কোন ନୂଆ ଘଟଣା? ମୋ ବସ୍ ବା ଆମ ବସ୍ ଲଗାତାର ଭାବରେ ଭୁବନେଶ୍ୱର ଅଘଟଣ ଘଟେଇ ଚାଲିଛନ୍ତି। ସେମାନଙ୍କର ରଥଲେସ୍ ଡ୍ରାଇଭିଂ ସମ୍ପର୍କରେ ବା ସେମାନଙ୍କର ଦେଖିବେ ଅନେକ ମୋ ବସ୍ ବା ଆମ ବସ୍ ଗାଡି ଗୁଡାକ ରଙ୍ଗ ସାଇଡରେ ମଧ୍ୟ ଯାଉଛନ୍ତି। ଏଭଳି ଅନେକ ନଜିର ଅନେକ ଭିଡିଓ ଆସିକି ଆପଣଙ୍କ ସୋସିଆଲ ମିଡିଆରେ ସରକାରଙ୍କ ଆଖିରେ କଣ ଇଏ ବାଜିଛି, ପରଳ ପଡିଛି। ସରକାର ଦେଖିପାରୁନାହାନ୍ତି କି ପରିବହନ ବିଭାଗ ଦେଖିପାରୁନି ଏଇଟା। ଏବେ କଣ ହେଇଗଲା ପରେ ମୁଖ୍ୟମନ୍ତ୍ରୀ ଯେମିତି 4 ଲକ୍ଷ ଟଙ୍କା ଦେଇଦେଲେ ତାପରେ ଉଦ୍ବେଗ ପ୍ରକାଶ ପାଇଲା। ସେ ବିଷୟ ତ এইଭଳି ଅଘଟଣ ଆଗରୁ ଅନେକ ଥର ଘଟିଛି। ସରକାର ଟିକେ ସଚେତନ ହେବା କଥା, ପରିବହନ ବିଭାଗ ସଚେତନ ହେବା କଥା। ଗାଡି ଗୁଡାକର ଫିଟନେସ୍ ଅଛି କି ନାହିଁ, ଗାଡି ଗୁଡାକ ଠିକ ଭାବରେ ଡ୍ରାଇଭିଂ କରୁଛନ୍ତି କି ନାହିଁ, ସେମାନେ ସ୍ପିଡ ମେଣ୍ଟେନ କରୁଛନ୍ତି କି ନାହିଁ। ଆପଣ ସାଧାରଣ ଲୋକଟିଏ କୋଉଠି ଯଦି 60 ଜାଗାରେ 70 ଚଲେଇଦେଲା ତା ଉପରେ କାଣି ଅସରପା ଉପରେ କୁଜି ବିରାଟର ଉପରେ ଆପଣ ତା ଉପରେ ଚାଲାଣ କରିଦଉଛନ୍ତି। ଆପଣ ଅଟୋ ଗାଡି ଉପରେ ହେଲମେଟ ପିନ୍ଧିନି ବୋଲି ଚାଲାଣ କରିଦଉଛନ୍ତି। ତେଣୁ ଆପଣ ମାନଙ୍କର ଚାଲାଣ ମାନସିକତା କେବଳ ଆପଣ କେବେ ଦାୟିତ୍ୱ ସମ୍ପନ୍ନ ଭାବରେ ଏଇ ଜିନିଷଟାକୁ ଦେଖିଲେ ନାହିଁ। ଅନେକ ଲୋକଙ୍କର ଜୀବନ ଗଲାଣି ୟା ଭିତରେ। ଏବେ ବିଳମ୍ବରେ ଆପଣଙ୍କ ନିଦ ଭାଙ୍ଗୁଛି, ଧନ୍ୟବାଦ। ବିଳମ୍ବରେ ନିଦ ଭାଙ୍ଗିଲେ ବି ଯଦି ସଚେତନ, ଯଦି ଦାୟିତ୍ୱବାନର ସହ ନିଜ ଦାୟିତ୍ୱ ନିର୍ବାହ କରିବେ ତେବେ ଏଭଳି ଅଘଟଣକୁ ଆଗାମୀ ଦିନରେ ଏଡେଇ ହେବ। ନହେଲେ ଯୋଉଭଳି ଦାୟିତ୍ୱହୀନ ଭାବେ ଆପଣ ଯଦି ଆପଣଙ୍କର ମୋ ବସ୍ ଏଇ ରାଜମହଲ ଛକରେ ମୁଁ ନିଜେ ବି ଦୁର୍ଘଟଣାର ଶିକାର ହେଇଥାନ୍ତି। ଟିକେ ସୁତେ ବାପ ଝିଅ ଆମେ ବଞ୍ଚିଗଲୁ। ଜଷ୍ଟ 2 ଇଞ୍ଚ 3 ଇଞ୍ଚର ଡିଫରେନ୍ସରେ ଗାଡି ଆମକୁ କାଟିକିରି ଗଲା। ମାନେ ଏତେ ରଥଲେସଲି ସେମାନେ ଡ୍ରାଇଭ କରୁଛନ୍ତି। ସେମାନଙ୍କୁ ବାରମ୍ବାର ଦାୟିତ୍ୱ, ସେମାନଙ୍କୁ ଡ୍ରାଇଭିଂ ସମ୍ପର୍କରେ ସେମାନେ ଡ୍ରାଇଭିଂ ଶିଖିଛନ୍ତି କିନ୍ତୁ ରାସ୍ତାର ଶୃଙ୍ଖଳା ଶିଖି ନାହାନ୍ତି। ତେଣୁ ସେମାନଙ୍କୁ ଶୃଙ୍ଖଳା ଶିଖେଇବାକୁ ପଡିବ। ଆପଣ ଯୋଉ କହିଛନ୍ତି ଚାଲାଣ କାଟିବେ ଭଲ କଥା। କାରଣ ଗାଡି ଏତେ ଦିନ ହେଲାଣି, ପୁରୁଣା ହେଲାଣି, ଫିଟନେସ୍ ନଥିବ, କାହାର ଇଏ ନଥିବ। ଗାଡି ବି ସମସ୍ତ ଫିଟନେସ୍ ଅନୁସାରେ ଚାଲିବା ଦରକାର ରାସ୍ତା ଉପରେ। ଆପଣ ସାଧାରଣ ଗାଡିଟିଏ ପାଇଁ ଯୋଉଭଳି ନିୟମ ଲଗାଉଛନ୍ତି, ଆପଣ ସରକାରୀ ପ୍ରତ୍ୟେକ ଗାଡି ପାଇଁ ମଧ୍ୟ ସେଭଳି ନିୟମ ଲାଗିବା ଦରକାର। ଭଲ କଥା। କିନ୍ତୁ ଆପଣ ଏବେ ଯୋଉ କହନ୍ତିନି ଦିଲ୍ଲୀରେ ବୋମା ଫୁଟିଲେ ଓଡିଶାରେ ହାଇ ଆଲର୍ଟ, ସେମିତି କୋଉଠି ଗୋଟେ ଆକ୍ସିଡେଣ୍ଟ ହେଇଗଲା ସରକାର ଟିକେ ସଚେତନ ହେଇଗଲେ ଯାଞ୍ଚ ହବ, ଅମୁକ ହବ, ସମୁକ ହବ, ବହୁତ କଥା କହିଦେବେ। କିନ୍ତୁ ଏଇ ଯୋଉ ଦାୟିତ୍ୱବାନ ପଣିଆଟା ସବୁ ସମୟ ପାଇଁ ରହିବା ଦରକାର। କାରଣ ସର୍ବସାଧାରଣ ପରିବହନ ବ୍ୟବସ୍ଥାଟା ଲୋକଙ୍କର ଲାଇଫ ଲାଇନ। এটা ଲାଇଫ ନ ନଉ, କାହାର ଜୀବନ ନ ନଉ, ଇଏ ଜୀବନ ରେଖା କିନ୍ତୁ ଜୀବନ ନ ନଉ କାହାର। ନ୍ୟାଚୁରାଲି ଲୋକ ମୋ ବସ୍ ଆପଣ କିଛି ଯୋଉ ବଡ ବଡିଆ ବାପାଙ୍କ ଅଯୋଗ୍ୟ ପୁଅ ମାନେ ଯୋଉଭଳି ଭାବରେ ଗାଡି ଚଲାନ୍ତି ସେମାନଙ୍କୁ ଟିକେ ଭୟ ଥିଲା। ଏବେ ମୋ ବସ୍ ର ଯୋଉଭଳି ଭାବରେ ଗାଡି ଚଲାଉଛନ୍ତି ସେମାନେ, ଆପଣ ସେମାନଙ୍କୁ ମଧ୍ୟ ଟିକେ ସତର୍କ ରହିକି ଯିବାକୁ ପଡୁଛି ଲୋକଙ୍କୁ। ନ୍ୟାଚୁରାଲି ମୋ ବସ୍ ସେମାନେ ସରକାରୀ ଗାଡି ଗୋଟେ ଷ୍ଟିଅରିଂ ରେ ହାତ ପଡିଗଲେ ସେମାନେ କଣ ଭାବୁଛନ୍ତି? ମୁଁ କହିଲି ପରା, ସେମାନେ ଡ୍ରାଇଭିଂ ଶିଖିଛନ୍ତି, ରାସ୍ତାର ଶୃଙ୍ଖଳା ବା ଗାଡି ଚଲେଇବାର ଶୃଙ୍ଖଳା ଶିଖି ନାହାନ୍ତି। ତାଙ୍କୁ ଶୃଙ୍ଖଳା ଶିଖେଇବାର ଆବଶ୍ୟକତା ଅଛି। ପର୍ଯ୍ୟାୟ କରି ସେମାନଙ୍କୁ ଡାକିକିରି ବସେଇକିରି ୱାର୍କସପ ମାଧ୍ୟମରେ ସେମାନଙ୍କୁ ବୁଝେଇବାର ବି ଆବଶ୍ୟକତା ଅଛି। ଆଜ୍ଞା, କ୍ୟାମେରା ଯାଞ୍ଚ କରୁଥିଲେ ସେମାନେ। ଯଦି ସିସିଟିଭି ନିୟମିତ ଯାଞ୍ଚ କରୁଥାନ୍ତେ, ଗାଡି ଭିତରେ ସିସିଟିଭି ଲାଗୁଛି, ଇଏ ଲାଗୁଛି, ସେ ଲାଗୁଛି, ତାକୁ ଯଦି ଠିକରେ ଯାଞ୍ଚ କରୁଥାନ୍ତେ ପରଦିନ ସେ ଅବସ୍ଥା ଏମିତି ହେଇଥାନ୍ତା କି? ଏଭଳି ଅଘଟଣ ପୁରା ଆଗରୁ ଘଟିଛି। ସରକାର ଟିକେ ସଚେତନ ହେଇପାରିଲେନି, ସତର୍କ ହେଇପାରିଲେନି ସେତେବେଳେ। ଇଏ କିଛି କରନ୍ତିନି ଆଜ୍ଞା। ଏଇ ସମସ୍ତ ଜିନିଷ ଏଇ ଯୋଉ ପରିବହନ ବିଭାଗ ଘୋଷଣାନାମା ଭିତରେ କେବଳ ସାଧାରଣ ଲୋକଙ୍କଠୁ 1300 କୋଟି ଟଙ୍କା ଟିକସ ପଡିଛି, ଚାଲାଣ ପଡିଛି, ତାକୁ କେମିତି ଅଣାଯିବ ଗୋଟେ ପଲ୍ୟୁସନ ବାହାନା କରିକି ତାଙ୍କୁ ଲୁଟିବା ଜାଣିଛି। କିନ୍ତୁ ସାଧାରଣ ଲୋକଙ୍କୁ ଯେମିତି ସେବା ଯୋଗେଇ ହବ ସେ ଦିଗଟିକି କେହି ଯତ୍ନବାନ ନୁହନ୍ତି। ହଁ, ଟିକସ ଦେବାକୁ ରାଜି ଅଛୁ ଆମେ, ଫାଇନ ପଡିଛି, ଲୋକ ଟିକସ ଦେବେ, ଠିକ ଅଛି। କିନ୍ତୁ ଆପଣ ସର୍ଭିସ ଲୋକମାନଙ୍କୁ ଠିକଣା ଭାବରେ ଯୋଗେଇ ଦିଅନ୍ତୁ। ଆପଣ ଏଇଟା ଗୋଟେ ଆମେ କହୁଛୁ ମୋ ବସଟା ହଉଛି ଭୁବନେଶ୍ୱରର ଲାଇଫ ଲାଇନ। ଆପଣ ଏଇଟା ଗୋଟେ ଲାଇଫ ଟେକିଂ ଡିଭାଇସ କରିଦେଲେଣି। ଲୋକଙ୍କ ଜୀବନ ରେଖା ବଦଳରେ ସେ ଜୀବନ ନେବା ହେଇଗଲାଣି ମୋ ବସ ସେବା। ତେଣୁ ତାକୁ ଆପଣ ଟିକେ ଦାୟିତ୍ୱବାନର ସହ
ଏଭଳି ବେପରୁଆ ଭାବରେ ମୋ ବସ୍ ସେବାକୁ ବା ଆମ ବସ୍ ସେବାକୁ ଚଳା ନ ଯାଉ, ଆମ ବସ୍ ସେବାକୁ ଶୃଙ୍ଖଳିତ କରାଯାଉ। ଯୋଉ ଯୋଉ କଥା କହୁଛନ୍ତି ଏ ଅଘଟଣ ପରେ ସରକାର କହିଛନ୍ତି, ଆଉ ଢିଲା ନକରି ସେଇ ବିନ୍ଦୁ ଉପରେ କଠୋରତାର ସହ ଦାୟିତ୍ୱବାନର ସହ କାର୍ଯ୍ୟ କରନ୍ତୁ। ନା ନା ସରକାରୀ ଗାଡି, ସାଧାରଣ ଗାଡିଟିଏ ଯେତିକି ରାସ୍ତାରେ ଗଡିଲେ ଯେତିକି ରିସ୍କ, ସରକାରୀ ଗାଡିଟିଏ ଗଡିଲେ ମଧ୍ୟ ସେତିକି ରିସ୍କ। ସରକାରୀ ଗାଡି କଣ ଆକ୍ସିଡେଣ୍ଟ କରୁନାହାନ୍ତି? ସରକାରୀ ଗାଡି କଣ ଆକ୍ସିଡେଣ୍ଟ ହେଲେ ଲୋକ ମରିବେନି? ନା ସରକାରୀ ଗାଡିରେ ସେମିତି ପ୍ରୋଟେକ୍ଟିଂ ଗାର୍ଡ ଅଛି ଯେ ସେଟା ବିନା ଫିଟନେସ ରେ ଚାଲିଲେ ମଧ୍ୟ ଲୋକ ମରିବେନି ଗାଡି ବାଜିଲେ? ସବୁ ଗାଡି ସମାନ ଆଜ୍ଞା। ଆପଣ ସାଧାରଣ ଲୋକର ଗାଡିଟାକୁ ଯେମିତି ବେକ ମୁଣ୍ଡାକୁ ଧରିକି ଯାଞ୍ଚ କରୁଛନ୍ତି, ସରକାରୀ ଗାଡିକି ମଧ୍ୟ ଅନୁରୂପ ଭାବେ ଯାଞ୍ଚ କରି ପ୍ରସ୍ତୁତ କରି ରେଡି ଟୁ ଗୋ କରିକି ରାସ୍ତାକୁ ଛାଡନ୍ତୁ। ଏମିତି କରିବା ଦ୍ୱାରା ଲୋକଙ୍କର ଜୀବନ ବିପନ୍ନ ହଉଛି, ଆଉ ଲୋକଙ୍କ ଜୀବନ ସହିତ ନ ଖେଳୁ ପରିବହନ ବିଭାଗ।